ସଂଯୋଜିତ ଏକ ସମ୍ମିଳିତ ପରିପ୍ରକାଶ, ଯାହା ଫଳରେ ଏହି ନୃତ୍ୟ କଳା ସହଜରେ ସମଗ୍ର ବିଶ୍ୱରେ ଗୃହୀତ ଏବଂ ଆଦୃତ। ଏହି ନୃତ୍ୟର ଉଦ୍ଭବରୁ ଆରମ୍ଭ କରି ବର୍ତ୍ତମାନର ସମ୍ପୂର୍ଣ୍ଣ ବିକଶିତ ଅବସ୍ଥା ପର୍ଯ୍ୟନ୍ତ ଓଡ଼ିଶୀ ଗୀତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଯେଉଁ ଓଡ଼ିଶୀ ନୃତ୍ୟ ଆଜି ବିଶ୍ୱବିଦିତ ଭାରତୀୟ ଶାସ୍ତ୍ରୀୟ କଳାର ଅନ୍ୟତମ ଶ୍ରେଷ୍ଠ ନୃତ୍ୟ କଳାର ମର୍ଯ୍ୟାଦା ଲାଭ କରିଛି, ତାର ସଫଳ ରୂପାୟନ ପାଇଁ ଓଡ଼ିଶୀ ସଙ୍ଗୀତ ହିଁ ଶ୍ରେଷ୍ଠ ମାଧ୍ୟମ, ଯାହା ଓଡ଼ିଶୀ ନୃତ୍ୟର ଏକମାତ୍ର ସହଚର ବା ସାଙ୍ଗ ରୂପେ କାର୍ଯ୍ୟ କରିଆସିଛି। ମାହାରୀ ହେଉ ବା ଗୋଟିପୁଅ, ଦକ୍ଷିଣୀ ହେଉ ବା ସଖୀ ନାଟ, ଏ ସମସ୍ତ ପ୍ରକାର ନୃତ୍ୟଧାରା ସମ୍ପୂର୍ଣ୍ଣ ଭାବରେ ଓଡ଼ିଶୀ ସଙ୍ଗୀତାଶ୍ରିତ। ଆଜି ଓଡ଼ିଶୀ ନୃତ୍ୟ ବିକାଶର ଶୀର୍ଷରେ ପହଞ୍ଚିଥିଲେ ବି ଯଦି ଏହା ଓଡ଼ିଶୀ ଗୀତ, ଚୌପଦୀ, ଚମ୍ପୁ, ଛାନ୍ଦ, ଚୌତିସା ଓ ଜଣାଣକୁ ଛାଡ଼ିଦିଏ, ତାହେଲେ ନିଜର ପରିଚୟ ହରାଇ ବସିବ। ଓଡ଼ିଶୀ ନୃତ୍ୟକୁ ଗୌରବମଣ୍ଡିତ କରିବାରେ ଓଡ଼ିଶୀ ସଙ୍ଗୀତର ଭୂମିକା ଏକାନ୍ତ ଅପରିହାର୍ଯ୍ୟ। ଏହି ନୃତ୍ୟକଳାର ପୁନର୍ଜନ୍ମ କାଳରେ ତା ପାଖରେ ନଥିଲା ଆଜିର ବେଶ ପରିପାଟି, ପରିବ୍ୟାପ୍ତ ଓ ପରିମାର୍ଜିତ ଅଙ୍ଗଭଙ୍ଗୀ ବା ମୁଦ୍ରା। ତା ପାଖରେ ଥିଲା କେବଳ ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ତଥା ରାଗରାଗିଣୀ ଆଧାରିତ ଓଡ଼ିଶୀ ଗୀତ, ଚମ୍ପୁ, ଛାନ୍ଦ ଓ ଗୀତ ଗୋବିନ୍ଦ। ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ